ଧନର ସଦୁପଯୋଗ ଭାଗ 3। ଧନର ତୃଷ୍ଣାରୁ ଦୂରେଇ ରୁହନ୍ତୁ। ଧନ କୌଣସି ଖରାପ ବସ୍ତୁ ନୁହେଁ ଏବଂ ବିଶେଷ ରୂପେ ବର୍ତ୍ତମାନ ସମୟର ଦୁନିଆରେ ଏହାର ସ୍ୱରୂପ ଯାହା ହୋଇଛି, ଧନ ବିନା ମନୁଷ୍ୟର ଜୀବନ ତ ସମ୍ଭବ ନୁହେଁ। ଯେତେବେଳେ ଯାଏ ଉଚିତ ଉପାୟରେ ଧନ ଉପାର୍ଜନ ଏବଂ ତାହାର ସଦୁପଯୋଗ କରାଯାଏ, ସେତେବେଳେ ଯାଏ ତାହା ଶୁଭ ଏବଂ ହିତକାରୀ ହୋଇଥାଏ। ଏହା ବିପରୀତରେ ଯଦି ମନୁଷ୍ୟ ଯେକୌଣସି ମତେ ଚତୁର୍ଦିଗରୁ ଧନ ସଂଗ୍ରହ କରି ନିଜର ଭଣ୍ଡାର ଘରେ ସାଇତି ରଖେ ଅଥବା ଆପଣା ସମ୍ପତ୍ତିର ମନ ଇଚ୍ଛା ଦୁର୍ବ୍ୟସନରେ ଖର୍ଚ୍ଚ କରେ, ତାହା ମନୁଷ୍ୟ ପାଇଁ ଅଭିଶାପ ସ୍ୱରୂପ ହୋଇଯାଏ। ଏହିପରି ମନୁଷ୍ୟ ନିଜେ ନିଜର ପତନ ଘଟାଏ ଏବଂ ତା ସହିତ ଅନ୍ୟମାନଙ୍କୁ ସେମାନଙ୍କର ଉଚିତ ଅଧିକାରରୁ ବଞ୍ଚିତ କରେ ଏବଂ ସେମାନଙ୍କର ବିପତ୍ତିର କାରଣ ମଧ୍ୟ ହୋଇଥାଏ। ଆଜିକାଲି ଆମେ ଦେଖୁ ଯେ ଚତୁରତା ଏବଂ ଶକ୍ତିଯୁକ୍ତ ମନୁଷ୍ୟ ସଂସାରରେ ଅଧିକ ସୁଖ ସାମଗ୍ରୀ ଠୁଳ କରିବାକୁ ଚେଷ୍ଟା କରେ। ନିଜର ଏହି ଇଚ୍ଛା ପୂରଣ କରିବା ପାଇଁ ସେ ନିଜ ପଡ଼ୋଶୀମାନଙ୍କର ଅଧିକାର ଉପରେ ଆକ୍ରମଣ କରେ ଏବଂ ସେମାନଙ୍କ ମୁଖରୁ ଖାଦ୍ୟ ଛଡ଼ାଇ ଆଣି ନିଜେ ଧନୀ ହୁଏ। ଜଣେ ଧନୀ ହେବାର ଅର୍ଥ ହେଉଛି ଅନେକଙ୍କ କ୍ରନ୍ଦନ, ଅନେକଙ୍କ ଶୋଷଣ ଓ ଅନେକଙ୍କ ଅପହରଣ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।